ଚଳିତ ବର୍ଷ ପାଇଁ ବିଭିନ୍ନ ପ୍ରକାର ପ୍ରବେଶିକା ପରୀକ୍ଷା ସହିତ ଆଡମିସନ ଆରମ୍ଭ ହୋଇସାରିଛି। ବର୍ତ୍ତମାନ ପିଜିର ଆବେଦନ ଶେଷ ହୋଇଛି ଏବଂ ବିଇଡିର ଆବେଦନ ମଧ୍ୟ ଶେଷ ହେବ ଏବଂ ତା ସହିତ ଆସନ୍ତା 16 ତାରିଖ ଠାରୁ +3 ପାଇଁ ଆବେଦନ ଆରମ୍ଭ ହେବାକୁ ଯାଉଛି ଏବଂ କିଛି ଦିନ ଭିତରେ 10th ପିଲାଙ୍କ ପାଇଁ ବା ଯେଉଁମାନେ 10thରେ ପାସ୍ କରିବେ ସେମାନଙ୍କ ପାଇଁ +2ରେ ପଢ଼ିବା ପାଇଁ ସାମ୍ସ ତରଫରୁ ଆବେଦନ ଆରମ୍ଭ ହେବ। ମୋର ଏ ଭିଡ଼ିଓର କରିବାର ଉଦ୍ଦେଶ୍ୟ ଯେଉଁମାନେ ଚଳିତ ବର୍ଷ ନୂଆ କରି ଆଡ଼ମିସନ ନେବାକୁ ଯାଉଛନ୍ତି ବା ନୂଆ ଗୋଟେ କ୍ୟାରିୟର କରିବାକୁ ଯାଉଛନ୍ତି ସେମାନେ ନିଜ କ୍ୟାରିୟରକୁ ବାଛିବା ପୂର୍ବରୁ କେଉଁ କେଉଁ ବିଷୟ ପ୍ରତି ଧ୍ୟାନ ଦେବେ ଏବଂ ତା ସହିତ କେଉଁ ଉପାୟ ମାଧ୍ୟମରେ ଗୋଟିଏ ପିଲା ତାର ସଠିକ୍ କ୍ୟାରିୟରକୁ ବାଛି ପାରିବ। ଆପଣ ଯଦି ଏ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖୁଛନ୍ତି ତାହେଲେ ଆପଣମାନେ ନିଶ୍ଚିନ୍ତ ଭାବରେ ନିଜର ଗୋଟେ ସୁନ୍ଦର କ୍ୟାରିୟର ଗଢ଼ିପାରିବେ ବା ସୁନ୍ଦର କ୍ୟାରିୟର କେମିତି କରିପାରିବେ ବା କେମିତି ଭଲ କୋର୍ସ ଆପଣ ଗୋଟେ ଆଡ଼ମିସନ ନେଇପାରିବେ ସେ ସମ୍ପର୍କିତ ସୂଚନା ଆପଣମାନେ ଚାହିଁଲେ ଜାଣିପାରିବେ। ତାହେଲେ ଆସନ୍ତୁ ଆରମ୍ଭ କରିବା ଆଜିର ଭିଡ଼ିଓ। ଦେଖନ୍ତୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ କାରଣ ଭିଡ଼ିଓରେ ଯେତିକି ବି ପଏଣ୍ଟ ଡିସ୍କସନ୍ କରିବି ସେ ପଏଣ୍ଟରେ ବା ସେ ଭୁଲ ସବୁ ବିଗତ 15 ବର୍ଷ ହେଲାଣି ବା ବିଗତ 14 ବର୍ଷ ହେଲାଣି ହୋଇସାରିଛି। ଆପଣ କହିବେ 14 ବର୍ଷ କେମିତି? ଦେଖନ୍ତୁ ସାମ୍ସ ଯେବେଠାରୁ ଓଡ଼ିଶାରେ ଆଡ଼ମିସନ ପ୍ରକ୍ରିୟା ନେଲାଣି ବା ଆରମ୍ଭ କଲାଣି ସେଇ ଦିନଠାରୁ ପିଲାମାନେ ପାଖାପାଖି ଏହି ପ୍ରକାର ଭୁଲ କରୁଛନ୍ତି। ତେଣୁ ମୁଁ ଏହା କହିଲି ପାଖାପାଖି ଆପଣ 10ରୁ 15 ବର୍ଷ ନେଇପାରିବେ। 10ରୁ 15 ବର୍ଷ ଭିତରେ ପିଲାମାନେ ଏହି ପ୍ରକାର ଭୁଲ କରୁଛନ୍ତି। ଚାଲନ୍ତୁ ଗୋଟେ ପରେ ଗୋଟେ ପଏଣ୍ଟ ଡିସ୍କସନ୍ କରିବା ଏବଂ ସେଇ ପଏଣ୍ଟକୁ ନେଇ ସାରିଲା ପରେ ଆପଣମାନେ ନିଜର ଯାହା ବି ଆଡ଼ମିସନ୍ ନେବେ, ହୁଏତ ଆପଣ +2 ପଢ଼ିପାରନ୍ତି, +3 ପଢ଼ିପାରନ୍ତି, ITI ପଢ଼ିପାରନ୍ତି, ଡିପ୍ଲୋମା ପଢ଼ିପାରନ୍ତି, ଆପଣ ଯାହା ବି ପଢ଼ିବେ ଏହି ଭିଡ଼ିଓକୁ ଦେଖି ପଢ଼ି ସାରିଲା ପରେ ଆପଣମାନେ ନିଜର ସଠିକ୍ ନିଷ୍ପତ୍ତି ନେଇପାରିବେ। ଚାଲନ୍ତୁ ଆରମ୍ଭ କରିବା। ଆପଣ ଯେଉଁ ବିଷୟ ପଢ଼ିପାରିବେ କିମ୍ବା ଯେଉଁ ବିଷୟରେ କ୍ୟାରିୟର କରିବାକୁ ଇଚ୍ଛା ଅଛି ସେହି ବିଷୟ ବାଛନ୍ତୁ। ଦେଖନ୍ତୁ ଆପଣ 10 ପରେ ଆପଣ କ'ଣ ପଢ଼ିବାକୁ ଇଚ୍ଛା ଅଛି, ସପୋଜ ଆପଣ ସାଇନ୍ସ ପଢ଼ିବେ କିମ୍ବା କମର୍ସ ପଢ଼ିବେ କିମ୍ବା ଆର୍ଟ୍ସ ପଢ଼ିବେ, ଯେଉଁ ବିଷୟ ପ୍ରତି ଆପଣଙ୍କ ଦୁର୍ବଳତା ଅଛି କିମ୍ବା ଯେଉଁ ବିଷୟ ଆପଣମାନେ ପଢ଼ିପାରିବେ ସେହି ବିଷୟକୁ ଆପଣମାନେ ହିଁ ବାଛନ୍ତୁ। ଏବଂ ଯାହା ବି ଆପଣଙ୍କର କ୍ୟାରିୟର ଗୋଲ୍ ରହିଛି, ଆପଣ ଯଦି ଡକ୍ଟର ହେବାକୁ ଚାହାନ୍ତି ଆପଣ ସାଇନ୍ସ ନେଇପାରିବେ। ସେମିତି ଆପଣ ଯେଉଁ ବିଷୟରେ ନିଜର କ୍ୟାରିୟର କରିବାକୁ ଚାହୁଁଛନ୍ତି ସେହି ବିଷୟ କେବଳ ହିଁ ବାଛନ୍ତୁ। ଏବଂ ପିଲାମାନେ ଭୁଲ କ'ଣ କରନ୍ତି? ମ୍ୟାକ୍ସିମମ୍ ପିଲା ଭୁଲ କରନ୍ତି ଯେ ମୋ ସାଙ୍ଗ ପଢ଼ିଲା ସାଇନ୍ସ ମୁଁ ସାଇନ୍ସ ପଢ଼ିବି, ମୋ ଦାଦାଙ୍କ ଝିଅ ପଢ଼ୁଛି ସାଇନ୍ସ ମୁଁ ବି ସାଇନ୍ସ ପଢ଼ିବି, କିନ୍ତୁ ପିଲାର ସାଇନ୍ସ ପ୍ରତି ଦୁର୍ବଳତା ନଥିବ, ସେ ଚାହୁଁଥିବ ଆର୍ଟ୍ସ ପଢ଼ିବା ପାଇଁ। ସେ କ୍ଷେତ୍ରରେ ଆପଣ ସେମିତି ଭୁଲ କରନ୍ତୁ ନାହିଁ। ଆପଣଙ୍କର କ୍ୟାରିୟରରେ ଯେଉଁ ବିଷୟ ପ୍ରତି ବା ଯେଉଁ ବିଷୟରେ ଆପଣଙ୍କ କ୍ୟାରିୟର କରିବାକୁ ଅଛି ସେହି ବିଷୟକୁ ଆପଣମାନେ ଆବେଦନ କରନ୍ତୁ ଏବଂ ସେହି ବିଷୟରେ କେବଳ ପାଠ ପଢ଼ନ୍ତୁ। ଆବେଦନ ପୂର୍ବରୁ ଯେଉଁ କଲେଜରେ ବା ଯେଉଁ କଲେଜ ଆପଣମାନେ ଆବେଦନ କରିବାକୁ ଚାହୁଁଛନ୍ତି ସେହି କଲେଜର କେତେ ରହୁଛି କୋର୍ସ ଫି, ହଷ୍ଟେଲ ଉପଲବ୍ଧ କେତେ ଅଛି କି ନାହିଁ, କଟକ ବା ଦେଖିନିଅନ୍ତୁ। ଦେଖନ୍ତୁ ସପୋଜ ଆପଣ ଗୋଟେ ଉତ୍କଳ ୟୁନିଭର୍ସିଟି ପାଇଁ ପିଜିରେ ଆପ୍ଲାଏ କରିବାକୁ ଯାଉଛନ୍ତି। ପିଜିରେ ଆପ୍ଲାଏ ବା କଲେଜ ସିଲେକ୍ସନ୍ ଦେବା ପୂର୍ବରୁ ସେ କଲେଜରେ ହଷ୍ଟେଲ ଅଛି କି ନାହିଁ, ଆପଣଙ୍କର ଯେଉଁ କୋର୍ସ ଆବେଦନ କରୁଛନ୍ତି ସେ କୋର୍ସର ସିଟ୍ କେତେ ରହିଛି, ପ୍ରିଭିୟସ୍ ଇୟର କେତେ କଟ୍ ଅଫ୍ ଯାଇଥିଲା, ଏ ସମ୍ପର୍କିତ ସୂଚନା ଦେଖିବାକୁ ଆପଣଙ୍କୁ ପଡ଼ିବ। ଆପଣମାନଙ୍କୁ ଦେଖିବା ପାଇଁ ବାଧ୍ୟ, ନହେଲେ ଆପଣମାନେ ଭୁଲ ହିଁ କରିବେ। ଆପଣମାନେ ପଚାରି ପାରନ୍ତି ମୁଁ ଗୋଟେ କଲେଜର ଇନଫର୍ମେସନ୍ କେମିତି ପାଇବି? ମୁଁ ଆମ ଟେଲିଗ୍ରାମ ଚ୍ୟାନେଲ ପିଡିଏ ମାର୍କେଟରେ ମୁଁ ଅପଲୋଡ଼ କରିଛି। ମୁଁ ଆପଣମାନଙ୍କୁ ଡେସ୍କ୍ରିପସନରେ ଆମ ଟେଲିଗ୍ରାମ ଚ୍ୟାନେଲ ଲିଙ୍କ ଦେଇଦେବି। ଆପଣମାନେ ସେଠି ଜଏନ୍ ହେଇ ଏ ସମ୍ପର୍କିତ ସମସ୍ତ ସୂଚନା ସେଠୁ ପାଇପାରିବେ। ଆସନ୍ତୁ ତାହେଲେ ଯିବା 3 ନମ୍ବର ପଏଣ୍ଟକୁ। 3 ନମ୍ବର ପଏଣ୍ଟ ଗୋଟେ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ। ଦେଖନ୍ତୁ ଭଲ ପାଠ ପଢ଼ାଯାଉଥିବା କଲେଜ ସବୁବେଳେ ବାଛନ୍ତୁ। ବଡ଼ କଲେଜ ଏବଂ ଛୋଟ କଲେଜ ନ ଦେଖି ଭଲ କଲେଜଟେ ବାଛନ୍ତୁ। ଦେଖନ୍ତୁ ଯେଉଁ କଲେଜରେ ଆପଣମାନେ ଜାଣିଛନ୍ତି ଭଲ ପଢ଼ାଯାଉଛି, ସେଠି ଭଲ ପଢ଼ା ହୁଏ, ସେଇ ଟାଇପ୍ର କଲେଜ ବାଛନ୍ତୁ। ମୁଁ ଦେଖିଛି ପିଲାମାନେ କ'ଣ କରନ୍ତି, ଏଇଟା ହେଉଛି ବଡ଼ କଲେଜ ମୁଁ ଏଠି ପଢ଼ିବି, ଏଇଟା ଛୋଟ କଲେଜ ଏଠି କଲେଜ ମୁଁ ପଢ଼ିବିନି। ସେମିତି ନୁହେଁ। ଆପଣମାନେ ଜାଣିଛନ୍ତି ଯେଉଁ କଲେଜର ଭଲ ପରସେଣ୍ଟେଜ ରହୁଛି, ଭଲ ମାର୍କିଂ ହାର ରହୁଛି, ସେଇ କଲେଜ ମାନଙ୍କରେ ଆଡ଼ମିସନ୍ କରନ୍ତୁ। ବଡ଼ କଲେଜ ଛୋଟ କଲେଜ ସେମିତି କିଛି ନଥାଏ, ଭଲ କଲେଜଟେ ବାଛନ୍ତୁ। ଆଉ କିଛି ପିଲା ମିଷ୍ଟେକ୍ କରନ୍ତି ଯେ ମୋ ଘର ପାଖ କଲେଜ ପାଖ ହେବ ମୁଁ ସେଇ କଲେଜରେ ପଢ଼ିବି, ଆଉ କୌଣସି ଅଲଗା କୌଣସି କଲେଜକୁ ଯିବି ନାହିଁ। ତେଣୁ ସେ କ୍ଷେତ୍ରରେ ଯେଉଁ କଲେଜରେ ଭଲ ପାଠ ପଢ଼ାଯାଉଛି ସେ କଲେଜକୁ କେବଳ ଆପଣମାନେ ବାଛନ୍ତୁ। ଏବଂ ଆଉ ଗୋଟେ ପଏଣ୍ଟ ଯିବା, ଯେଉଁ ପାଠ ପଢ଼ିବେ ସେ ପାଠର ଭବିଷ୍ୟତର କର୍ମକ୍ଷେତ୍ର କିପରି ରହିବ, ଭଲ କ୍ୟାରିୟର କେମିତି ରହିବ ସେସବୁ ବୁଝନ୍ତୁ। ସମୟ ପାଇଲେ ଯିଏ ସେ ପାଠ ପଢ଼ୁଛନ୍ତି ବା ପଢ଼ି ସାରିଛନ୍ତି ତାଙ୍କ ସହ କଥା ହୁଅନ୍ତୁ। ଦେଖନ୍ତୁ ଆପଣ ଯେଉଁ ପାଠ ପଢ଼ିବେ, ହୁଏତ ଆପଣ +2 ପରେ ଆପଣ +3ରେ କେଉଁ ଅନର୍ସ ନେବେ କିମ୍ବା 10th ପରେ ଆପଣମାନେ ସାଇନ୍ସ ପଢ଼ିବେ, କମର୍ସ ପଢ଼ିବେ କି ଆର୍ଟ୍ସ ପଢ଼ିବେ,
जो पाठ पढ़े तार भविष्य कर्मक्षेत्र आप किपर जावाक चाहते भविष्य आप साइंस नेला भविष्य कौन पढ़ा चाहते एबेठार तार कार्यपंथा आपन जहाँ गोल रहा फिक्स करूँ ता सहित क्यारियर कौन रही मु प्लस टू साइंस पढ़े कौन कौन क्यारियर ऑप्शन रही ताकू भी आपण मैंने बुझीपारे और समय पाइले जो मैंने पढ़ी सपोज आप प्लस टू पास सरी आप प्लस थ्री साइंस ने जापार साइंस फिजिक्स ऑनर्स ने कि कॉमर्स केमिस्ट्री ऑनर्स ने बायोलॉजी ने तेणु जो मैंने से पाठ पढ़ी कि पढ़ुंट कि पढ़ी सारी से आपने कथा पारे और जदि कॉलेज लेक्चर अच्छा साहय पारे से उपयुक्त गाइडेंस दे पारे और आउ गोटे कथा पिला भूल करती अनेक अंश मुझे देखी पिला कहते जे सार मत से कहले ये विषय पढ़ाई तेणु मुझे विषय आप्लाय करदेली तेणु क्या कथा नुह आपण को आपण क्यारियर जहाँ करने इच्छा अच्छी से क्यारियर पर आपण जो कोर्स पढ़ले भल हे से कोर्स आपण मैंने आवेदन करूँ जब आउ गोटे पॉइंट को मुझे सारी आपण मैंने टेलीग्राम चैनल जॉइन है आपण मैंने 24/7 जिते बड़ी आप मत प्रश्न पचारे जहाँ भी डाउट अच्छी मुझे आम टेलीग्राम चैनल दे पारे से आप बट मत मेसेज कले आप अपेक्षा करेंगे मुझे पिलांर आंसर दूसरी आपंकर आंसर निश्चिंत मुझे देवी और आउ गोटे गुरुत्वपूर्ण पॉइंट जो कॉलेज कोर्स रे पढ़ा इच्छा कर से कॉलेज को निजे देखु मुझे देखी पिला माने अनेक समय भूल करती पिला माने कॉलेज देखी नथिबे केबे जाई नथिबे से कॉलेज तक भूल पकईदेवे आडमिशन हो सेठी देखला बेलू कॉलेज अवस्था बहुत खराब क्लास हो नथिबो क्लासरूम नथिबो एमती सब असुविधा हुए तेणु सपोज आपणकर मार्क जिते था आपंकर यही कॉलेज गोटे इच्छा अच्छी आग्रह अच्छी कॉलेज पढ़ाई यही सब्जेक्ट रे आप कौन करेंगे समय पाइले से कॉलेज को जातु से डिपार्टमेंट को जातु से देखु पाठ पढ़ा केमती हो पाने केमती पाठ पढ़ुन सेठिकार सिचुएसन केमिति तेणु गोटे बेटर रेकमेंड मुझे आपको करी जब पार्टी घर पाखे जो कॉलेज आप आडमिशन आप्लाय करने चाहते से कॉलेज थे बुलवाक जातु से कॉलेज कॉलेज लेक्चर मान सहित आप कथा पारे जहाँद्वारा आपण गोटे ओभरअल आइडिया आसीज मुझे यही कॉलेज में पढ़ुची ताहले मोर पाठ पढ़ा केमती रही भविष्य में कौन करी तेणु आप क्या कथा मुझे बारंबार कहूँ सब निजे देखुन जाए से अमक कहला से अमक कॉलेज में भल पढ़ा कि सेमती नुहे पिला भल कॉलेज देखिए आप्लाय करेंगे कि कॉलेज पाठ पढ़ा क्लास भी दिन हो तेणु एमती सब प्रोब्लेम हुए तेणु समय पाइले से कॉलेज को जातु से डिपार्टमेंट को जातु से लेक्चर सर से पिला सहित कथा निष्पत्ति नियंतु सबुबले अधिक कष्ट नेउथुवा कॉलेज आवेदन करूँ ना छोट मध्यम बा सर्वोत्तम कॉलेज यहीपरि उपर आवेदन करूँ देखिए अनेकांश पिला मार्क थोड़ा सपोज 60% थी सब 90% कट नेउथुवा कॉलेज को सब आप्लाय कर देथिबे सपोज 10टा ऑप्शन रोची 10टा ऑप्शन सब बड़ बड़ कॉलेज थी जेहेतु से पिलार अल्प परसेंटेज थी तेणु 10टा कॉलेज कौ कॉलेज भी हम ना से पिलार गोटे वर्ष बर्बाद सपोज आपणकर मार्क अच्छी 70% आपड़ से 70+ 70% ऊपर को जो कॉलेज रोचे से कॉलेज आप सब 3टा पकई पारे 70% जो मैंने नौ से कॉलेज आप 3टा ने आउ बाकी 3टा आपण मैंने छोट कॉलेज पकईबे सबु बेले आपण कट ऑफ ठारू अधिक जाऊा कॉलेज सबू फिलअप करेंगे ना छोट मध्यम और सर्वोत्तम कॉलेज यही उपाय आपण मैंने आप्लाय करेंगे अनेक समय पिला बड़ कॉलेज देते कर्माक जो हेब ना यह सब वर्ष मैक्सीम पिला 10 वर्ष यहाँ भूल कर जापारती निज मार्क अनुसार कौ कॉलेज को आगे देवे कौ कॉलेज को पछे देवे आपण मैंने निज मार्क अनुसार बड़ मध्यम सान बा सर्वोत्तम मध्यम और छोट यही क्रम मैंने कॉलेज को सब बेले आवेदन करूँ एवं आउ गोटे गुरुत्वपूर्ण दिग हूँ सबु बेले जानवा चेष्टा करूँ सबू कथा कहीं केबे जानी न तेणु पचारि बुझंतु देखंतु सबू कथा कहीं केबे जानी न मुझे दुनिया सब कथा जानी जदि आपण मैंने गोटे कोर्स विषय जानी ना कौन पाठ्यक्रम विषय जानी ना आप पचारूँ बुझुँ केमती पाठ पढ़ा हो ये पाठर क्यारियर कौन मुझे गले पाठ भल पढ़ी पारि तेणु जो मैंने जानते पचारूँ आडमिशन प्रक्रिया जो डाउट अच्छी जो मैंने जानते सह कथा कहतु पिला बेले बेले भावती गार्डियन भी बेले बेले भावती जे आम सब जानी मुझे सब जानी तेणु आप जो गर्व न थाए मुझे सब जानी सेमती करी आपण मैंने केबे भी निजर क्यारियर को गोटे भूल दिगरे नियंतु नहीं जदि आपण मैंने जानी था तेज क्या पचारतु से निश्चिंत आपण उत्तर दब तेणु सब जानवा चेष्टा करूँ आउ गोटे गुरुत्वपूर्ण कथा हूँ जिते बड़े जहाँ आवेदन करुँ निजे उपस्थित रही आवेदन करूँ देखो सपोज आप +3 आप्लाय करूँ +3 आप्लाय समय
ଯେତେବେଳେ କମନ୍ ଆପ୍ଲିକେସନ୍ ଫର୍ମ ବା କାହାପ ଆପ୍ଲାଏ କରିବେ ଆପଣ ସେଠି ନିଜ ଉପସ୍ଥିତ ରହି ନିଜେ ନିଜର ଆବେଦନ କରିବେ। ମୁଁ ଅନେକ ସମୟରେ ଦେଖିଛି ପିଲା କୁହନ୍ତି ମୁଁ କହିଥିଲି ହେଲେ ଦୋକାନୀ ଭୁଲ ପକାଇଦେଲା। ସପୋଜ ଗୋଟେ ପିଲା ଦୋକାନୀ କହିକି ଆସିଥିବେ ଯେ ମୋର ଫିଜିକ୍ସ ପକାଇବା ପାଇଁ, ସେ ଦୋକାନୀ ଭୁଲ ଛୁଆର କେମିଷ୍ଟ୍ରି ଆପ୍ଲାଏ କରିଦେଇଥିବ। ତେଣୁ ଏମିତି ଭୁଲ ଜମା କରନ୍ତୁ ନାହିଁ। ନିଜେ ଉପସ୍ଥିତ ରହି ନିଜେ ଯାହାର ବି ଫର୍ମ ବା କଲେଜ ସିଲେକ୍ସନ୍ ଦେଉଛନ୍ତି ନିଜେ ହିଁ ଆପ୍ଲାଏ କରନ୍ତୁ। ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା, କେବେ ଟ୍ରାଏ କରିବେ ଫୋନରେ ନ ଆପ୍ଲାଏ କରିବା ପାଇଁ। ଫୋନରେ ମ୍ୟାକ୍ସିମମ୍ ଟାଇମ୍ ଭୁଲ ହୁଏ। ଟ୍ରାଏ କରିବେ ଡେସ୍କଟପ୍ ବା ଲ୍ୟାପଟପ୍ ଯଦି କାହାର ଅଛି ସେଇ ସାହାଯ୍ୟରେ ଆପଣମାନେ ଯାହା ବି ଆପ୍ଲାଏ କରୁଛନ୍ତି ସେଇ ସବୁକୁ ଆପ୍ଲାଏ କରିବେ। ଏବଂ ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା, ସମସ୍ତ ଜରୁରୀ କାଗଜପତ୍ର ଫୋନ୍ ନମ୍ବର ସଜାଡ଼ି ଦେଖନ୍ତୁ। ଆଡ଼ମିସନ୍ ସମୟରେ ଆପଣମାନଙ୍କୁ ବହୁତ ଗୁଡ଼ା ଡକୁମେଣ୍ଟ କାମରେ ଆସିବ, ଫୋନ୍ ନମ୍ବର ଇମେଲ୍ କାମରେ ଆସିବ। ତେଣୁ ସବୁ ସମୟରେ ନିଜର ଡକୁମେଣ୍ଟକୁ ଜେରକ୍ସ କରି ଅରିଜିନାଲ୍ ଉଭୟ ଆପଣଙ୍କ ପାଖରେ ରଖିଥିବେ ଏବଂ ଗୋଟିଏ ନମ୍ବର ରଖିବେ ଯେ ଆଡ଼ମିସନ୍ ସେସନ୍ ସାରା ବା ଆଡ଼ମିସନ୍ ସେସନ୍ ଯେଉଁ 3-4 ମାସ ଚାଲିବ ସେହି ସେସନ୍ରେ ଆପଣ ସେ ନମ୍ବରକୁ ଚେଞ୍ଜ କରିବେନି। ଯେମିତି ସେ ନମ୍ବର ଆପଣଙ୍କର SMS ଆସୁଥିବ, OTP ଆସୁଥିବ, କଲ୍ ଆସୁଥିବ। ତେଣୁ ଏଇ ଗୋଟେ ପ୍ରକାର ନମ୍ବର ଦେବେ ଯେଉଁ ନମ୍ବରଟି ସବୁବେଳେ ଆକ୍ଟିଭ୍ ରହୁଥିବ। ତେଣୁ ଆଉ ଭୁଲ ତଥ୍ୟ ଦେଲେ ଆପଣଙ୍କର ଆଡ଼ମିସନ୍ ହୋଇପାରିବ ନାହିଁ। ଆପଣ ପଢ଼ିବାକୁ ଯୋଗ୍ୟ ଥିଲେ ବି ଆପଣମାନେ ଆଡ଼ମିସନ୍ ନେଇପାରିବେ ନାହିଁ। ସବୁବେଳେ ଇମ୍ପୋର୍ଟାଣ୍ଟ ଯାହା ବି ଡକୁମେଣ୍ଟ ବା ଡାଟା ଅଛି ତାକୁ ଠିକ୍ କରି ରଖନ୍ତୁ। ଆଣ୍ଡ ଏଇ କଥା ତ ମୁଁ ବିଗତ 20 ବର୍ଷ ହେଲାଣି କହୁଛି ପିଲାମାନଙ୍କୁ, ଆଡ଼ମିସନ୍ ପାଇଁ କାହାକୁ ଟଙ୍କାଟେ ବି ଦିଅନ୍ତୁ ନାହିଁ। ଟଙ୍କା ଦେଲେ ଠକାମିରେ ପଡ଼ିବା ନିଶ୍ଚିନ୍ତ। ଦେଖନ୍ତୁ ସାମ୍ସରେ ଯେଉଁ ଆଡ଼ମିସନ୍ ହେଉଛି ତାହା ହେଉଛି ପିଓରଲି ମେରିଟ୍ ବେସିକ୍। ତା'ର ଅର୍ଥ ଯଦି ଆପଣମାନଙ୍କର ମାର୍କ କିମ୍ବା ଏଣ୍ଟ୍ରାନ୍ସ ଅନୁସାରେ ଆପଣମାନଙ୍କର ସିଲେକ୍ସନ୍ ହେବ। ଆପଣ କାହାକୁ ଟଙ୍କା ଦେଇ ନିଜର ଆଡ଼ମିସନ୍ କରିପାରିବେ ନାହିଁ। ଯଦି ଆପଣମାନଙ୍କୁ କିଏ ଟଙ୍କା ମାଗୁଛି ଆଡ଼ମିସନ୍ ପାଇଁ ତାହାକୁ ଟଙ୍କାଟିଏ ଦିଅନ୍ତୁ ନାହିଁ। ତାଦ୍ୱାରା ଯଦି ଆପଣ ଦେଉଛନ୍ତି 100% ମୁଁ କହିପାରେ ଆପଣ ଠକାମିରେ ପଡ଼ିବେ। ତେଣୁ ଆଡ଼ମିସନ୍ ପାଇଁ କାହାକୁ ଟଙ୍କାଟିଏ ଦିଅନ୍ତୁ ନାହିଁ। ସବୁ ବର୍ଷ ପିଲା ବୁଝିପାରନ୍ତି ଟଙ୍କା ଦେଇକି ଅନେକ ଠକାମିରେ ପଡ଼ି ଲକ୍ଷ ଲକ୍ଷ ଟଙ୍କା ଠକାମିରେ ଶିକାର ହେଇଛନ୍ତି। ତେଣୁ କାହାକୁ ଟଙ୍କାଟିଏ ବି ଦିଅନ୍ତୁ ନାହିଁ। ସପୋଜ ଆପଣମାନେ ଯାହା ବି ନିଷ୍ପତ୍ତି ନେବେ ଆପଣମାନଙ୍କର ଯେ ଗାର୍ଡ଼ିଆନ୍ ଅଛନ୍ତି, ପିତା ହୁଅନ୍ତୁ କିମ୍ବା ମାତା ହୁଅନ୍ତୁ କିମ୍ବା ଭାଇ ହୁଅନ୍ତୁ, ତାଙ୍କ ସହ ଥରୁଟେ ଆଲୋଚନା କରନ୍ତୁ। ଦେଖନ୍ତୁ ସେମାନେ ଆପଣମାନଙ୍କର ଫାଇନାନ୍ସିଆଲି ହେଲ୍ପ କରିବେ, ସବୁ କ୍ଷେତ୍ରରେ ସେ ଆପଣମାନଙ୍କ ସହଯୋଗ ଲୋଡ଼ା। ତ ନିଜେ ମନକୁ ମନ କିଛି ନ କରି ବା କିଛି କରିବା ପୂର୍ବରୁ ଆଟଲିଷ୍ଟ ନିଜ ଫ୍ୟାମିଲି ସହିତ ଟିକେ ଡିସ୍କସନ୍ କରିଦିଅନ୍ତୁ। ଏବଂ ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା, ବହୁତ ପିଲା କ'ଣ କରନ୍ତି ନୋଟିସ୍ ପଢ଼ନ୍ତି ନାହିଁ। ତ +2ର ଆସିଲା ନୋଟିସ୍, +3ର ନୋଟିସ୍ ଆସିଲା, ସେମାନେ ନୋଟିସ୍ ପଢ଼ନ୍ତି ନାହିଁ। କାରଣ ହୁଏତ ମୁଁ ବି କହିପାରିବିନି। ଆପଣମାନେ ଯଦି କିଛି ବି ଗୋଟେ ଆବେଦନ କରିବାକୁ ଯାଉଛନ୍ତି ତାର ନୋଟିଫିକେସନ୍ କ'ଣ ରହିଛି, ତାର ଗାଇଡ଼ଲାଇନ୍ସରେ କ'ଣ ମେନ୍ସନ୍ ଅଛି, ଭଲସେ ପଢ଼ନ୍ତୁ, ପରେ ଯାଇକି ଆବେଦନ କରନ୍ତୁ। ଏବଂ ଆଉ ଗୋଟେ କଥା ହେଲା, ଶେଷ ତାରିଖ ପୂର୍ବରୁ ଆବେଦନ କରେଇ ନିଅନ୍ତୁ। ବହୁତ ପିଲା କ'ଣ କରନ୍ତି ଆଜି ଆବେଦନ କରିବା କାଲି ଆବେଦନ କରିବା ଏମିତି କରିକି ଆବେଦନ ଲେଟ୍ କରିଦିଅନ୍ତି ଏବଂ ଶେଷ ସମୟ ଚାଲି ଯାଇଥାଏ, ଆବେଦନ କରିପାରନ୍ତି ନାହିଁ। ସବୁବେଳେ ଲାଷ୍ଟ ଡେଟ୍ ପୂର୍ବରୁ ଆପ୍ଲାଏ କରିନିଅନ୍ତୁ ଏବଂ ଆବେଦନ ସମୟରେ ସବୁ ତଥ୍ୟ ଟିକିନିକି ପରଖି ସବମିଟ୍ କରନ୍ତୁ। ମନେ ରଖନ୍ତୁ ଆପଣ ଯାହା ବି ଡିଟେଲ୍ସ ଦେବେ ଆପ୍ଲାଏ ସମୟରେ ସେଇ ଜିନିଷକୁ ନେଇ ଆପଣମାନଙ୍କ ସିଲେକ୍ସନ୍ ହେବ ବା ଆପଣମାନେ କ୍ୟାରିୟର କରିବେ। ଯାହା ବି ଡକୁମେଣ୍ଟ ଦେଉଛନ୍ତି ଯେମିତି ଆପଣଙ୍କର ରିଜର୍ଭେସନ୍ କାଟାଗୋରୀ, SC ST PWD, ଏଇଟା ଗୋଟେ ମେନ୍ ଜିନିଷ। ଆପଣମାନଙ୍କ ମାର୍କ, କେତେ ମାର୍କ ଦେବେ ସେଇଟା ମଧ୍ୟ ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ। ଏଗୁଡ଼ିକୁ ସବୁ ଭଲସେ 2 ଥର 3 ଥର ଚେକ୍ କରିସାରିଲା ପରେ ଫାଇନାଲି ସବମିଟ୍ ମାରିବେ। ଆଶା କରେ ମୁଁ ଆପଣମାନଙ୍କୁ ଯାହା ବି ଇମ୍ପୋର୍ଟାଣ୍ଟ ତଥ୍ୟ ଦେଲି ତାହା 15 ବର୍ଷ ହେଲାଣି ପିଲାମାନେ ଭୁଲ କରୁଛନ୍ତି ଏବଂ ଆପଣମାନେ ଯଦି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖୁଛନ୍ତି ମୁଁ ଆପଣମାନଙ୍କୁ 100% ନିଶ୍ଚିତ ହୋଇ କରିପାରେ ଆପଣମାନେ ଏପରି କିଛି ଭୁଲ କରିବେ ନାହିଁ। ଏବଂ ଯଦି ଅଧିକ ସୂଚନା ଜାଣିବାକୁ ଚାହୁଁଛନ୍ତି ଆମେମାନେ ବା ମୁଁ ଆପଣମାନଙ୍କୁ PDF ମାର୍କେଟ ଟେଲିଗ୍ରାମ ଚ୍ୟାନେଲ ମାଧ୍ୟମରେ ସବୁ ବର୍ଷ ସବୁ ଆଡ଼ମିସନ୍ ସମ୍ପର୍କିତ ତଥ୍ୟ ସୂଚନା ସଠିକ୍ ସମୟରେ ଆପଣମାନଙ୍କୁ ଦେଉଛି। ଏବଂ ଡେସ୍କ୍ରିପସନ୍ ବକ୍ସରେ ଆମ ଟେଲିଗ୍ରାମ ଚ୍ୟାନେଲର ଲିଙ୍କ୍ ମିଳିଯିବ। ଆପଣମାନେ ଚାହିଁଲେ ସେ ଲିଙ୍କ୍ ଉପରେ କ୍ଲିକ୍ କରି ଆମ ଟେଲିଗ୍ରାମ ଚ୍ୟାନେଲ ଯାହାର ନାଁ ହେଉଛି PDF ମାର୍କେଟ ଆପଣମାନେ ଚାହିଁଲେ ଜଏନ୍ ହୋଇପାରିବେ ଏବଂ ସେଠି ଆପଣମାନେ ଡାଇରେକ୍ଟ ପର୍ସନାଲି ମେସେଜ୍ କରି ଆପଣମାନଙ୍କର ପ୍ରଶ୍ନ ପଚାରି ପାରିବେ। ଯଦି ଆପଣମାନଙ୍କର ଏବେ ବି କିଛି ଡାଉଟ୍ ଅଛି କମେଣ୍ଟ ବକ୍ସ ମାଧ୍ୟମରେ ଆମକୁ ପଚାରି ପାରିବେ। ଧନ୍ୟବାଦ।